जागारतं ऋचः कामयन्ते यो जागारतमसा मानियन्ते यो जागारतमयं सोम आह तवाहमस्मि सख्येन्योकः। ଏହି ମନ୍ତ୍ରର ପଦଗୁଡ଼ିକର ଅର୍ଥ ହେଲା यह जागार तम ରୁଚଃ କାମୟନ୍ତେ। ଯେଉଁ ବ୍ୟକ୍ତି ଅବିଦ୍ୟା ରୂପକ ନିଦ୍ରାରୁ ଉଠି ଜାଗ୍ରତ ରହିଥାଏ ତାହାକୁ ଋଗ୍ବେଦର ମନ୍ତ୍ର ସଦୃଶ ମନୁଷ୍ୟଗଣ କାମନା କରନ୍ତି। ଏବଂ यह जागार तम ଓ ସାମାନିୟନ୍ତି ଏବଂ ଯିଏ ଅବିଦ୍ୟା ରୂପକ ନିଦ୍ରାରୁ ଉଠି ଜାଗ୍ରତ ଥାଏ ତାକୁ ମଧ୍ୟ ସାମବେଦର ବିଭାଗ ପ୍ରାପ୍ତ ହୁଅନ୍ତି। ଏବଂ यह जागार तम सोमः न्योकः सख्ये तव अहम अस्मि आह। ଏବଂ ଯେଉଁ ବ୍ୟକ୍ତି ଅବିଦ୍ୟା ରୂପକ ନିଦ୍ରାରୁ ଉଠି ଜାଗ୍ରତ ଥାଏ ତାକୁ ସୋମଲତା ପ୍ରଭୃତି ଔଷଧ ସମୂହ ବା ଐଶ୍ୱର୍ଯ୍ୟ ସଦୃଶ ନିଶ୍ଚିତ ସ୍ଥାନ ସମ୍ପନ୍ନ ମିତ୍ରତାରେ ଆପଣଙ୍କର ମୁଁ ଅଛି ଏହିପରି କହେ। ଏହାର ଭାବାର୍ଥରେ ଭାଷ୍ୟକାର କହନ୍ତି ଯେଉଁମାନେ ବେଦବିଦ୍ୟା ଲାଭ କରିବାକୁ ଇଚ୍ଛା କରନ୍ତି କେବଳ ସେହିମାନଙ୍କୁ ସେହି ବିଦ୍ୟା ପ୍ରାପ୍ତ ହୁଏ। ଏବଂ ଯେଉଁମାନେ ବେଦ ବିଦ୍ୱାନ ବିଦୁଷୀମାନଙ୍କ ସହ ମିତ୍ରତା କରନ୍ତି ସେମାନେ ମଧ୍ୟ ସେହି ସତ୍ୟ ଜ୍ଞାନର ସୁଖ ଲାଭ କରନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ମୋର ସାଦର ଅଭିନନ୍ଦନ ଓ ପ୍ରଣାମ। ଧନ୍ୟବାଦ।